ବୀଣା ଗୌରୀର ମୁଣ୍ଡ ଛୁଇଁକି କ୍ଷମା ମାଗିବେ ଆଉ ବୀଣା କହିବେ କି ତମେ ଆଉ ଭାଇ ମୋତେ କ୍ଷମା କରିଦିଅ ପ୍ଲିଜ୍। ଏହା ଶୁଣି ଗୌରୀ ତା ମୁଣ୍ଡରୁ ବୀଣାର ହାତ ଓହ୍ଲାଇ ଆଣିବେ। ଏହାପରେ ଗୌରୀ କହିବେ କ'ଣ କରିବା କେଦାର? ଆଉ ସେପଟେ ଘର ଲୋକ କବାଟ ବାଡ଼ଉଥିବେ। ଚନ୍ଦନ କହିବେ କି କ'ଣ ହୋଇଛି ବୀଣା, କବାଟ ଖୋଲ। ଆଉ ଏପଟେ ବୀଣା ହାତ ଯୋଡ଼ି କ୍ଷମା ମାଗୁଥିବେ, କହିବେ ପ୍ଲିଜ୍ ଭାଇ ପ୍ଲିଜ୍। ଏହାପରେ ଗୌରୀ କହିବେ କେଦାର ଆମେ ବୀଣାକୁ କ୍ଷମା କରିଦେବା, କାରଣ ମୁଁ ଆଉ ଚନ୍ଦନକୁ ଦୁଃଖରେ ଦେଖିବାକୁ ଚାହୁଁନି। ଇଏ ଏମିତି ଆଉ କେବେ ବି କରିବନି, ଆଉ ଯଦି ବି କରେ ୟା ଭିଡ଼ିଓ ଆମ ପାଖରେ ଅଛି। ଆଉ କହିବେ ବୀଣା ତୋ ଷଡ଼ଯନ୍ତ୍ର ସମସ୍ତେ ଜାଣନ୍ତି, ତାହେଲେ ତୋ ଜୀବନ ଧ୍ୱଂସ ହୋଇଯିବ। ଘରର ପ୍ରତ୍ୟେକଟି ଲୋକ ତୋତେ ସବୁ କଥାରେ ସନ୍ଦେହ କରିବା ଆରମ୍ଭ କରିଦେବେ। ସବୁଠୁ ବଡ଼ କଥା ହେଲା ତୋ ସ୍ୱାମୀ ଚନ୍ଦନ, ଯିଏ କେଦାରଙ୍କୁ ଭଗବାନଙ୍କ ଭଳିଆ ମାନେ, ସେ ତୋତେ କେବେ ବି କ୍ଷମା କରିବନି। ଏ କଥା କେଦାର ଆଉ ମୁଁ କାହାକୁ ବି କହିବୁନି, କିନ୍ତୁ ପୁଣି ଥରେ ଯଦି ଏମିତି ଭୁଲ କରିବାକୁ ଚେଷ୍ଟା କରୁ ତାହେଲେ ମୁଁ ଭୁଲିଯିବି ତୋ ସହିତ ମୋ ସମ୍ପର୍କ କ'ଣ ଥିଲା, ଆଉ ମୁଁ ନିଜେ ତୋତେ ଫାଶୀ ଖୁଣ୍ଟରେ ଚଢ଼େଇ ଦେବି। ଏତିକି ଶୁଣିଲା ପରେ ବୀଣା ଗୌରୀଙ୍କୁ ପକାଇବେ ଆଉ ବୀଣା କହିବେ କି ମୁଁ ପ୍ରମିସ୍ କରୁଛି ଦିଦି, ମୁଁ ଏମିତି ଆଉ କେବେ ବି କରିବିନି। ଏଇଭଳିଆ ଭୁଲ ଆଉ ମୁଁ କେବେ ବି କରିବିନି। ଆଉ ବାହାର ପଟେ ଚନ୍ଦନ ଆଉ ଘର ଲୋକ ମିଶିକି କବାଟ ବାଡ଼ଉଥିବେ, କହିବେ ଆରେ କବାଟଟା ଖୋଲ। ଆଉ ଇଏ ମନରେ କହୁଥିବେ ଏମାନେ ଏମିତି କି କଥା ହେଉଛନ୍ତି ଯେ କବାଟ ଖୋଲୁନାହାନ୍ତି। ଏସବୁ ବୀଣାର ଖେଳ ନୁହେଁ ତ? ବୀଣା କେଦାରକୁ ମାରି ଦେଇଛି ନା କ'ଣ? ଆଉ ବୀଣା କହିବେ ଦିଦି ଭାଇ ମୁଁ ତୁମର ଏ